ସ୍ତ୍ରୀ ଏକ ପଚାରୁଛି କହିବା ପାଇଁ ଚାହେଁ ବଳ ସବୁବେଳେ ରହିବ ନାହିଁ, ଏ ଧନ ମଧ୍ୟ ରହିବ ନାହିଁ। ଆପଣ ଯଦି ଗର୍ବ କରିବା ପାଇଁ ଚାହାନ୍ତି ପ୍ରଭୁଙ୍କୁ ଜାଣିଛନ୍ତି, ପ୍ରଭୁଙ୍କୁ ଚିହ୍ନିଛନ୍ତି, ପ୍ରଭୁଙ୍କୁ ପାଇଛନ୍ତି, ଏଇଟା ଆପଣଙ୍କର ଗର୍ବର କାରଣ ହଉ। ଅଦରକାରୀ ବିଷୟକୁ ଗର୍ବ କରନ୍ତୁ ନାହିଁ। କାରଣ ପ୍ରଭୁ କଣ କରନ୍ତି? ସେ ସ୍ନେହପୂର୍ଣ୍ଣ କରୁଣା, ବିଚାର, ଧର୍ମ ସାଧନ କରନ୍ତି। ତେଣୁ ସେ ଆପଣଙ୍କୁ ଗୋଟେ ପରାମର୍ଶ ଦିଅନ୍ତି ଯେ ବୃଥା ଗର୍ବ କରନ୍ତୁ ନାହିଁ। ଆଜି ବସିବା ସମୟ ଟିକେ ଚିନ୍ତା କରି ଦେଖିବା, ଏ ବାକ୍ୟ ସରିଲା ପରେ ବାକ୍ୟ ଶୁଣିବା ସମୟରେ ମଧ୍ୟ ଚିନ୍ତା କରି ଦେଖିବା, ଯଦି ଆମ ଜୀବନରେ କୌଣସି ଅଦରକାରୀ ବିଷୟ ଗୁଡାକୁ ନେଇ ଆମେ ବହୁତ ଗର୍ବ କରୁଛୁ, ଆଜି ସୁଯୋଗ ଅଛି ଆମେ ସଜାଡ଼ିନୁ। ଆଜି ଭଲ ଖାଉଛୁ ବୋଲି ଗର୍ବ, ଆଜି ଭଲ ପିନ୍ଧୁଛୁ ବୋଲି ଗର୍ବ, ଆଜି ଭଲ ଘର ଅଛି ବୋଲି ଗର୍ବ। କଣ ଗର୍ବ? ଗୋଟେ ସମୟ ଆସିବ, ଆପଣ ଅପେକ୍ଷା କରନ୍ତୁ। ବୃଥା ଗର୍ବ ଭଲ ନୁହେଁ।